এইটা କେଉଁ ଜାଗା କହିଲେ? এইଟା ହେଉଛି ଆମ କେନ୍ଦୁଝରର ବଡ଼ଦାଣ୍ଡ। ବଡ଼ଦାଣ୍ଡ ମାନେ ଆମର ଯେଉଁ ବଳଭଦ୍ରଙ୍କ ମନ୍ଦିର ଅଛି ବଡ଼ ଦେଉଳ, ସେଇ ବଡ଼ଦାଣ୍ଡ। ଏଇଠି ଦୂରରେ ଦେଖୁନାହାନ୍ତି ରଥ ଦେଖାଯାଉଛି। ମୁଁ କିନ୍ତୁ ଆଜି ଗୋଟେ ବଡ଼ କାମରେ ଯାଉଥିଲି, ମାନେ ବହୁ ଦିନରୁ ଚାହୁଁଥିବା ଗୋଟେ କାମରେ ପ୍ରାୟ 30 ବର୍ଷ ପରେ ମୁଁ ଯାଉଥିଲି। ଏ ବଡ଼ଦାଣ୍ଡ ସାଙ୍ଗରେ ମୋର ବହୁତ ସ୍ମୃତି ବିଜଡ଼ିତ। ମୁଁ ସିଟି ନେଲା ବେଳେ ଏଇ ମାଉସୀଙ୍କର ବହୁତ ସାହାଯ୍ୟ ସହାନୁଭୂତି ପାଇଥିଲି। କାହିଁକିନା ସେତେବେଳେ ମୋ ବଡ଼ ପୁଅକୁ ବର୍ଷେ ପୁରି ନଥିଲା, ଆଉ ସାନ ଝିଅ ପେଟରେ ଥିଲା। ଏ ଦିହେଁ ହେଲେ ତାଙ୍କର 2 ବୋହୂ। ତାଙ୍କୁ ଆଜି ମୁଁ ପ୍ରଥମ ଥର ପାଇଁ ଦେଖିଲି, ମୋତେ ବହୁତ ଖୁସି ଲାଗିଲା। ତାପରେ ତାଙ୍କ ସହିତ ଟିକେ ଗପସପ୍ କଲି। ସେମାନେ ଘର ଭିତରେ ଚା ବନାଉଥିଲେ, ହେଲେ ମୋ ମନ ତ ଲାଗିଛି ମାଉସୀଙ୍କ ପାଖରେ। ଏମାନେ ସବୁ ମୋ ପାଇଁ ନୂଆ। ଏମାନେ ଚିତ୍ତ ଆଉ ବାବୁଲିର ସ୍ତ୍ରୀ। ଚିତ୍ତ ବାବୁଲି ମୋର 2ଟି ସାନ ଭାଇ। ଏଇଟା ହେଉଛି ବାବୁଲି। ସେ ଆମକୁ ଦେଖିଲା ତ ସାଙ୍ଗେ ସାଙ୍ଗେ ତାଟ ଆଣିବାକୁ ପଳେଇଗଲା। ମୁଁ ବଡ଼ଦାଣ୍ଡର ବଡ଼ ଠାକୁରଙ୍କ ଭୋଗ ତାଟ ଖାଇବାକୁ ବହୁତ ଭଲ ପାଏ, ସେ କଥା ମନେ ରଖିଛି। ଆଜି କିନ୍ତୁ ମୋର ଜମା ମନ ପୁରିଲାନି, କାହିଁକିନା ମୁଁ ଖାଲି ଅଳ୍ପ ସମୟ ପରେ ପାଇଁ ଯାଇକି ମାଉସୀଙ୍କୁ ଦେଖା କରି ପଳେଇ ଆସିଥିଲି। ଆହୁରି ବହୁତ ଗୁଡ଼ିଏ କାମ ଥିଲା, ତେଣୁ କେମିତି ଆଉ ରହିଥାନ୍ତି। ଯାହା ବି ହେଉ ମାଉସୀଙ୍କୁ ଦେଖି ମୋ ମନ ବହୁତ ଖୁସି ଲାଗିଲା। ଖୋଜିଲି, ଆରେ ମୁଁ ତ ଚିତ୍ତ ସାଙ୍ଗେ ଫଟୋଟିଏ ଉଠେଇଲିନି, କୁଆଡ଼େ ଗଲା ସେ? ଦେଖିଲା ବେଳକୁ ସେ ତାର ଗାଈ କାମରେ ଲାଗିଥିଲା। ଗୁଡ଼ିଏ ସୁନ୍ଦର ଗାଈ ରଖିଛି, ହେଲେ ସମସ୍ତଙ୍କୁ ଦେଖିପାରିଲିନି, ପିଲାମାନଙ୍କୁ ବି ଦେଖିପାରିଲିନି। ଗାଈମାନେ ଚରିବାକୁ ପଳେଇଥିଲେ, ଆଉ ପିଲାମାନେ ପଢ଼ିବାକୁ ପଳେଇଥିଲେ। ଯାହା ବି ହେଉ ମାଉସୀଙ୍କୁ ଦେଖିଲି, ଚିତ୍ତ ବାବୁଲିଙ୍କୁ ଦେଖିଲି, 2 ବୋହୂଙ୍କୁ ଦେଖି ମୁଁ ଫେରି ଆସିଲି। ଆସିଲା ପରେ କ'ଣ ହେଲା, ଏଇଟା ହେଉଛି ଆମ କେଉଁଝର, ଆଉ ମାଧପୁରର ଏ ଭଉଣୀ ଟିଚର ଅଛନ୍ତି ଆମର। ଦେଖା ହେବାରୁ ମୋତେ ବହୁତ ଖୁସି ଲାଗୁଛି। କେମିତି ଲାଗୁଛି ଆପଣଙ୍କୁ? ମୋତେ ବି ବହୁତ ଖୁସି ଲାଗୁଛି। ଆପଣଙ୍କର ଜୀବନ ସାରାକୁ ମୁଁ ଦେଖେ ସବୁବେଳେ, ବହୁତ ଭଲ ଲାଗିଲା। ଆସୁଛି। ତାଙ୍କଠୁ ମୁଁ ତରତର ହେଇ ବିଦାୟ ନେଲି। କାହିଁକି କହିଲେ? ମୋ ବଉଳର ପରା ଆସିବାର ଥିଲା। ବଉଳ ପାଇଁ ମୁଁ ବୋଉର ବହିଟିଏ ରଖିଥିଲା ବେଳେ ସେ ମୋ ପାଇଁ ଖଣ୍ଡେ ବଉଳ ଧରି ଆସିଥିଲା। ଠିକ୍ ଏଇ ସିଜିନ୍ରେ ହିଁ ଆମେ ଦୁହେଁ ବଉଳ ବସିଥିଲୁ। ସେତେବେଳେ ଆମେ କ'ଣ ପଢ଼ୁଥିଲୁ ଜାଣିଛନ୍ତି? 3ୟ ଶ୍ରେଣୀ। 50 ବର୍ଷ ତଳର କଥା। ଆମେ 2 ଜଣ ଯାକ ଆମ୍ବ ଗଛରେ ଚଢ଼ିକିରି ବଉଳ ତୋଳିକିରି ଆଣିକି ବଉଳ ବସିଲୁ ନା। କେତେ କଥା ପଡ଼ିଲା। ଆମେ 3ୟ ଶ୍ରେଣୀରେ ପଢ଼ିଲା ବେଳେ ମକର ବାସିରେ ବଉଳ କହିଲା, ଆଲୋ ତୋର ମୋର ମକର ବସିଥିଲେ ଭଲ ହେଇଥାନ୍ତା। ହେଲେ ମକର ତ ପଳେଇଲା, ଆମେ ମକର ବସିଲେନି। ଆଉ କ'ଣ କରିବା? ସେ ସେଠୁ କହିଲା, ଚାଲୁନୁ ବଉଳ ବସିବା। ମୁଁ କହିଲି, ବଉଳ କେମିତି ବସନ୍ତି ମୁଁ ତ ଜାଣିନି। ସେ କହିଲା, ଦେଖ ଦେଖ, ହେଇ ଆମ୍ବ ଗଛ ଅଗରେ ଗୋଟେ ବଉଳ ହେଇଛି, କାହିଁକିନା ବହୁତ ବେଶୀ ବଉଳି ନଥିଲା। ତାପରେ ଆମେ ଦିହେଁ ଚଢ଼ିଯାଇ ବଉଳ ଆଣି ବଉଳ ବସିଥିଲୁ। ଇଏ ହେଲେ ନିରଞ୍ଜନ ଭାଇ, ଆମ କେନ୍ଦୁଝରର ଇତିହାସ ଲେଖିଛନ୍ତି। ତାଙ୍କୁ ବି ଭେଟିଲି। ତାଙ୍କୁ ଭେଟି ସାରିଲା ବେଳକୁ ଗିରିଧାରୀ ଆସି ପହଞ୍ଚି ଯାଇଥିଲା। ଗିରିଧାରୀ ମୋ ସାନ ଭାଇର ସାଙ୍ଗ। ତାକୁ ଦେଖିଲେ ତ କେତେ କଥା ମନେ ପଡ଼େ। ବେଶୀ ମନେ ପଡ଼େ ସେ ସାନ ଭାଇଟା। ତେଣୁ ତା ସାଙ୍ଗେ ମୁଁ ବେଶୀ ଗପସପ୍ କରିପାରେନି। ଖାଲି ପଛ କଥା ଗୁଡ଼ା ମାଡ଼ି ଆସିକି ମୋତେ ଛନ୍ଦି ପକାନ୍ତି। ତା ସାଙ୍ଗେ କଥା ହେଇ ଖାଇ ପିଇ ସନ୍ଧ୍ୟାବେଳକୁ ପୁଣି ବାହାରିଗଲି ତାରିଣୀ ମନ୍ଦିର ଦର୍ଶନ କରିବାକୁ। ତାରିଣୀ ମନ୍ଦିର ପାଖରେ ପାଟେଶ୍ୱରଙ୍କ ମନ୍ଦିର। ପାଟେଶ୍ୱରଙ୍କ ଦର୍ଶନ ସାରି ବାହାରିଲି ତିଳୋତ୍ତମା ସାଙ୍ଗେ ଭେଟ ହେବାକୁ। ସେ କିଏ କହିଲେ? ସେ ମୋର ଜଣେ ଶିକ୍ଷକଙ୍କ ଝିଅ। ଆଉ ଆମେ ତ ସମସ୍ତେ ବହୁତ ସାଙ୍ଗ ହେଉଥିଲୁ। ଇଏ ମୋର ଶିକ୍ଷକ ସାର୍ ଆଉ ମାଉସୀ, ଜେନା ସାର୍ ଆଉ ମାଉସୀ। ସେ ସାର୍ ଆଉ ମାଉସୀଙ୍କୁ ସେମାନେ ଯେଉଁ ଭଳିଆ ସଜ୍ଜିତ କରି ରଖିଥିଲେ ଦେଖିକି ମୋତେ ବହୁତ ଖୁସି ଲାଗିଲା। ମୁଁ ତାଙ୍କୁ ପ୍ରଣାମ କଲି। ସାର୍ ଆମନ ବହୁ ଗୁଣ ସମ୍ପନ୍ନ, ଆଉ ମାଉସୀ ବି ବହୁତ ସ୍ନେହୀ ଥିଲେ। ସେମାନେ ଦୁହେଁ ଏବେ ସ୍ୱର୍ଗବାସୀ। ସାର୍ଙ୍କ କୃତିତ୍ୱ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ସାର୍ କିଛି ଲେଖାଲେଖି କରନ୍ତି, ଆଉ ସାଂଗଠନିକ କାମ ମଧ୍ୟ କରନ୍ତି। ଆଉ ଶିକ୍ଷକତା ତ ଖୁବ୍ ଭଲ ଶିକ୍ଷକ ହିଁ ଥିଲେ। ମୋର ଏଇ ସାହିତ୍ୟିକ ଜୀବନରେ ଜେନା ସାର୍ଙ୍କର ଯଥେଷ୍ଟ ପ୍ରେରଣା ରହିଛି। ସେ ସବୁବେଳେ ବିଭିନ୍ନ ବହି ପଢ଼ିବା ପାଇଁ ଉପଦେଶ ଦେଉଥିଲେ। ସବୁ କଥାବାର୍ତ୍ତା ଭିତରେ ସେ ମୋତେ ଚାହା ନ ଦେଇ କ'ଣ ଛାଡ଼ିଥାନ୍ତା। ସାଙ୍ଗ ହେଇ ଆମେ ଚା ପିଇଲୁ, ଫେରି ଆସିଲି। ହଠାତ୍ ବାଟରେ ଘରେ ପହଞ୍ଚିଗଲି। ଏଇସବୁ କଥା ମୋର ମନେ ପଡ଼ିଲା। ସାଙ୍ଗମାନଙ୍କ କଥା ଭାବୁ ଭାବୁ ଟିକେ ରେଳ ଡିପାର୍ଟମେଣ୍ଟ କଥା ମନେ ପଡ଼ିଗଲା। ସେଦିନ ବାଟରେ ଆମେ ଏତେ ହଇରାଣ ହେଲୁ। ଏଇ ଷ୍ଟେସନଟା କେଉଁଟା କହିଲେ? ଏଇଟା ହେଉଛି କଟକ ରେଲୱେ ଷ୍ଟେସନ। ମୁଁ କଟକ ରେଲୱେ ଷ୍ଟେସନ କାହିଁକି ଦେଖିବି? ଯୁଆଡ଼େ ତ ଗଲି ଭୁବନେଶ୍ୱରରୁ ବସିଲି, ଭୁବନେଶ୍ୱରରୁ ଓହ୍ଲେଇଲି। ହେଲେ ସେଦିନ କେଉଁଝର ଷ୍ଟେସନରେ ବସିକି
ବାଟରେ ଏତେ ଲେଟ୍ ହେଲା ଆମେ କଟକରେ ଓହ୍ଲେଇ ପଡ଼ିଲୁ। କାହିଁକିନା ପୁଅ କଟକରେ ଥିଲା। ସେ କହିଲା ତୁମେ ଏଇଠି ଓହ୍ଲେଇ ପଡ଼, ଚାହା ଫାହା ବି ଖାଇନ ବୋଲି କହୁଛ, ଚାହା ଫାହା ଖାଇକି ଘରକୁ ଯିବ। ସତକୁ ସତ ଆମେ ଭୁବନେଶ୍ୱରରେ ନ ଓହ୍ଲେଇ କଟକରେ ଓହ୍ଲେଇ ପଡ଼ିଲୁ। ଆଇଲା ବେଳେ ସେ ମୋତେ କହିଲା କ'ଣ ସବୁ କଲୁ ସେଠି? ମୁଁ କହିଲି କ'ଣ କରେ ନ କରେ, ଫେରିଲା ବେଳେ ସୂର୍ଯ୍ୟଙ୍କର ତୀର୍ଯ୍ୟକ କିରଣରେ ଜଙ୍ଗଲ ଏତେ ସୁନ୍ଦର ଦେଖାଉଥିଲା, ମୋର ଆଉ କିଛି ମନେ ନଥିଲା। ହେଲେ ଠିକ୍ ଅନ୍ଧାର ହେଲା ପରେ ପରେ ଟ୍ରେନ୍ର ଗତି ଏମିତି ଧିମେଇ ଗଲା, ଆଉ ଟ୍ରେନ୍ଟା ଏତେ ଲେଟ୍ କଲା ଯେ ମୋ ମୁଣ୍ଡ ଖରାପ ହେଇଗଲା। କେଉଁଠି ବି କପେ ଚା ମିଳିଲାନି। ଚା ନ ପିଲେ ତ ମୁଁ ପାଗଳା। ଏବେ ଟିକେ ବେଶୀ ହଇରାଣ ହେଉଛି। କାହିଁକି କହିଲେ, ମୁଁ ତ ଆଉ କ୍ଷୀର ଚାହା ପିଉନି, କେବଳ ନାଲି ଚାହା ପିଉଛି। ନାଲି ଚାହା ସବୁଠି ମିଳୁନି, ତେଣୁ ଚାହା ବେଳଟା ମୋତେ ଟିକେ ଅଡ଼ୁଆ ଲାଗୁଛି। ହେଲେ ମୁଁ ଭାବିଥିଲି ମୋତେ ବହୁତ ବେଶୀ କଷ୍ଟ ହେବ। ଭଗବାନଙ୍କ ଦୟାରୁ ବଡ଼ ସହଜରେ ମୁଁ ଶୀତ ଦିନଟା ଅତିକ୍ରମ କରିଗଲି। ଏବେ ତ ଆଉ ଶୀତ ନାହିଁ, ଗରମ ପଡ଼ିଲାଣି। ଶୀତୁଆ ପାଗରେ ଚାହାଟା ମୋତେ ଭାରି ମନେ ପଡ଼େ। ଭାବିନଥିଲି ଏମିତି ସହଜ ଭାବରେ ମୁଁ ଚାହାଟା ଛାଡ଼ିଦେବି। ନିଜ ଉପରେ ଭାରି ସନ୍ତୋଷ ହେଲି ମୁଁ। କାହିଁକି ନା ଚାହାଟା ମୋର 10-12 ବର୍ଷ ବୟସରୁ ଅଭ୍ୟାସ ଥିଲା। ଲୁଚେଇ ଲୁଚେଇ ପିଇ ପିଇକା 15-16 ବର୍ଷ ହେଲା ପରେ ସମସ୍ତେ ଜାଣିଲେ ମୁଁ ଚା ପିଉଛି ବୋଲି। ବାପା ହସି ଦେଇ କହିଲେ, ଏତେ ଥଣ୍ଡା ଜାଗାରେ ସକାଳୁ ଉଠି ଚା କରୁଛି, ଟିକେ ଟିକେ ଚା ପିଇ ଦେଉଛି ତ ଆଉ। ଏଇଟା ସେଇ ବାଟର ଗୋଟିଏ ଷ୍ଟେସନ୍। ମୋତେ ବହୁତ ଭଲ ଲାଗିଥିଲା ବୋଲି ଆପଣମାନଙ୍କୁ ଦେଖାଇବା ପାଇଁ ମୁଁ ତା'ର ଫଟୋ ଉଠାଇ ନେଇଥିଲି। ହଁ, ଚା କଥା କହୁଥିଲି ପରା। ଛୁଆବେଳୁ ମୁଁ ସକାଳୁ ବାପାଙ୍କୁ ଚାହା କରିଦେଲା ବେଳେ ଯେଉଁ ଚାହା ଟିକେ ବଳି ପଡ଼େ, ସେଇଆକୁ ପିଇ ପିଇକା ହିଁ ମୁଁ ଚାହା ଅଭ୍ୟାସ କରିଥିଲି। ଆଉ ଏଇଥର କେଦାରନାଥ ଯାଇ ମୁଁ ଚାହା ଛାଡ଼ି ଦେଇଥିଲି। ଯେଉଁ ସ୍ୱତନ୍ତ୍ର ଚାହା ଟିକକ ମୋ ଭାଇ ମୋତେ କରିକି ଦେବାର ଥିଲା, ସେ ଏଥର କରିପାରିଲାନି। କେତେ ଗୁଡ଼ିଏ ଆନୁଷଙ୍ଗିକ ଜିନିଷ ନଥିଲା, ତେଣୁ ମୋର ଆଉ ଗୋଟିଏ କପ୍ କ୍ଷୀର ଚାହା ପିଇବାଟା ବାକି ରହିଲା। ସାନ ଭାଇ ଭାଉଜ ଆସି ଆମକୁ ଷ୍ଟେସନରେ ଛାଡ଼ି ଦେଇଥିଲେ। ତା ଘର କଥା ତ ଆପଣ ଜାଣିଛନ୍ତି। ସେ ଯେଉଁ ଛୋଟିଆ ଘରଟିଏ କରିଛି, ସେ ଘରଟିର ମୋ ନାଁ ଦେଇଛି। ପିଲା ଦୁହେଁ ତ ସ୍କୁଲ ପଳାଇଥିଲେ। ମୁଁ ବୋହୂକୁ କହିଲି, ତୁ କାହିଁ ଏକୁଟିଆଟା ଘରେ ରହିବୁ, ବରଂ ଚାଲେ ଆମକୁ ଷ୍ଟେସନରେ ଛାଡ଼ି ଦେଇ ଆସିବୁ। ଷ୍ଟେସନ ଛାଡ଼ିଲା ବେଳେ ମୋ ମନଟା କିନ୍ତୁ ଦୁଃଖରେ ଭରିଯାଏ। ଯେତେ ହେଲେ ବାପଘର ପରା। ସେଠୁ ଛାଡ଼ିକି ଆସିଲା ବେଳେ ମନ ଦୁଃଖ ହୁଏ, କେତେ କଥା ମନେ ପଡ଼େ। ଦିନେ ଦିନେ ଭାବେ ସତରେ ଏଇ ପରିଣତ ବୟସରେ ବି ବାପଘରର ଆକର୍ଷଣ ଭିନ୍ନ। ସେ ଭାଇ ଭାଉଜ ଦୁହିଁଙ୍କ ପାଇଁ ଗଲେ ସେ ଜାଗାରେ ଟିକେ ମୂଲ୍ୟବୋଧ ରହିଛି। ଆଜି ପର୍ଯ୍ୟନ୍ତ ସେ ଭାଇଟି ସେଠି ପଡ଼ି ରହି ଆମ ଘରର ସ୍ୱାତନ୍ତ୍ର୍ୟ ବଜାୟ ରଖିଛି। ତେଣୁ ମଝିରେ ମଝିରେ ସେ ଯିବାକୁ ବହୁତ କହେ, ମୁଁ ବହୁତ ବେଶୀ ଯାଇପାରେନି। ଆମେ ସାଙ୍ଗ ହୋଇ ଆଇଲା ପୂର୍ବରୁ ମୁଁ କହିଲି, ତୋର ମୋର ସାଙ୍ଗ ହୋଇ ତୋ ଘର ଦୁଆରେ ଗୋଟିଏ ଫଟୋ ଉଠାଇଦେବା। ଏଇଠୁ ଭାଉଜ ସାଙ୍ଗରେ ଗୋଟେ ଫଟୋ ଉଠାଇଥିଲି। ତାପରେ ତ ଆମେ ଷ୍ଟେସନରେ ପହଞ୍ଚିଲୁ। ଆଉ ସେମାନେ ଆମକୁ ଛାଡ଼ି ଦେଇ ଫେରିଗଲେ। ହେଲେ ପୁରା ଭୁଲି ଯାଇଥିଲି ଆମ ସ୍କୁଲ କଥା କହିବାକୁ। ମୁଁ ଶୁଆକାଠିର 3ଟି ଯାକ ସ୍କୁଲରେ ପାଠ ପଢ଼ିଛି। ମାନେ କେମିତି କହିଲେ, ମୋର ତ ଟିକେ ଡେରିରେ ନାଁ ଲେଖା ହେଇଥିଲା। ଆଗ ଯାଇକି ପ୍ରାଥମିକ ସ୍କୁଲରେ ପଢ଼ିଲି, ମାନେ ସେବାଶ୍ରମରେ। ସେଠି 5ମ ପାସ୍ କରିସାରିଲା ପରେ ଏଇ କନ୍ୟାଶ୍ରମରେ ବାପା ମୋର ନାଁ ଲେଖାଇ ଦେଇଥିଲେ। ଏଇ ପେଣ୍ଡାଲରେ ମୁଁ କେତେ ନାଚିଛି। ସେ ପେଣ୍ଡାଲ କିନ୍ତୁ ଏମିତି ସୁସଜ୍ଜିତ ହେଇକି ନଥିଲା। ଏବେ କ'ଣ ଏଇଟା ପୁରା ସ୍ଥାୟୀ ପେଣ୍ଡାଲଟେ ହେଇଯାଇଛି। ସାଙ୍ଗରେ ତ ଭାଇ ଥିଲା, ଯୁଆଡ଼େ ଗଲେ ବି। ମୁଁ କହିଲି, ମୋର ସେ ପେଣ୍ଡାଲ ଉପରେ ଗୋଟେ ଫଟୋ ଉଠାଇଦେଲୁ। କେତେ ନାଚିଥିଲୁ ଆମେ ଏଠି। ମୁଁ ଏ ସ୍କୁଲରେ 6ଠ 7ମ ପଢ଼ିଥିଲି। 2 ବର୍ଷରେ ନିଶ୍ଚିତ ଭାବରେ ମୁଁ 4 ଥର ନାଚିଛି। ଆଉ ସେଇ କଥା ସବୁ ମନେ ପକାଇ ସ୍କୁଲ ଛାଡ଼ି ଆସିବାକୁ ଜମା ଇଚ୍ଛା ହେଉନଥିଲା। ମୁଁ ତାକୁ ଖାଲି କହୁଥିଲି, ଏପଟେ ମୋର ଗୋଟେ ଫଟୋ ଉଠାଇଦେ, ସେପଟେ ମୋର ଗୋଟେ ଭିଡ଼ିଓ କରିଦେ। କିନ୍ତୁ ଯାହା ବି ହେଉ ମୋତେ ବହୁତ ଖୁସି ଲାଗିଲା ଯେ ସ୍କୁଲଟି ଏବେ ବି ବହୁତ ସୁସଜ୍ଜିତ ହୋଇକି ରହିଛି। ଏଇଟା ଆମର ଗେଟ୍। ଆଉ ଭିତରେ ସେ ବଗିଚାର ଫଟୋ ନେଲା ବେଳେ ଆମ କ୍ଲାସରୁମ୍ ବି ମୋର ମନେ ପଡ଼ୁଥିଲା। ସେସବୁ ଆଜି